ନମ୍ବର 1 ଜାନୁଆରୀ 1ରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ। ଚାଷୀଙ୍କ ଡାଟାବେସ୍ କରିବେ ମୋହନ ସରକାର। ଏସ୍ଓପି ଜାରି କଲା କୃଷି ବିଭାଗ। ଜାନୁଆରୀ 1ରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ। ମାସ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀ ଡାଟାବେସ୍। ଚାଷୀଙ୍କୁ ମିଳିବ 14 ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର। ଏଥିପାଇଁ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ଆକ୍ସନ ପ୍ଲାନ୍ ଏବଂ ଏସ୍ଓପିକୁ ପଠାଯାଇଛି କୃଷି ବିଭାଗ। ନମ୍ବର 2 ଶଙ୍ଖ ଭବନ ଭିତରେ ହାତାହାତି ହେଲେ 2 ମହିଳା କର୍ମୀ। ବିଜେଡି ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ଦେଖିବାକୁ ମିଳିଛି ଅପ୍ରତୀକର ପରିସ୍ଥିତି। କର୍ମୀଙ୍କ ମଧ୍ୟରେ ବିଶୃଙ୍ଖଳା ଚରମରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ସ୍ଥିତି ଏପରି ହୋଇଥିଲା ଦଳର ମହିଳା କର୍ମୀ ହାତାହାତି ହୋଇଛନ୍ତି। ବିଜେଡି ମୁଖପାତ୍ର ଇସ୍ପିତା ସାହୁଙ୍କ ଦଳର ଅନ୍ୟ ଜଣେ ମହିଳା କର୍ମୀ ଚାପୁଡ଼ା ମାରିଛନ୍ତି। ତେବେ କାହିଁକି ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ନମ୍ବର 3 ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପ୍ରତି 71,250 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନାର 10 ଗ୍ରାମ ପିଛା 77,730 ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର ଦର 71,250 ଟଙ୍କାରେ ପହଞ୍ଚିଥିବା ବେଳେ 24 କ୍ୟାରେଟ୍ ସୁନା ଦର 77,730 ଟଙ୍କା ଥିଲା। ସେହିପରି ମୁମ୍ବାଇରେ 22 କ୍ୟାରେଟ୍ ଓ 24 କ୍ୟାରେଟ୍ର ମୂଲ୍ୟ 71,250 ଟଙ୍କା ଓ 77,730 ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ 71,400 ଟଙ୍କା ଓ 77,888 ଟଙ୍କା ରହିଛି। ଅନ୍ୟପଟେ ଆଜି ଭୁବନେଶ୍ୱରରେ ରୂପା ଦର କେଜି ପିଛା 1 ଲକ୍ଷ ଟଙ୍କାରେ କାରବାର ଆରମ୍ଭ କରିଛି। ନମ୍ବର 4 ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡ଼ି ଦର୍ଶନ। ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡ଼ି ଦର୍ଶନ ଟ୍ରାଏଲ୍ ରନ୍। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି। ଗଙ୍ଗା ସ୍ନାନ ପଡ଼ୁଥିବାରୁ ଜାନୁଆରୀ 20 ଯାଏଁ ଭିଡ଼ ରହିବ। ଜାନୁଆରୀ 20ରୁ 22 ଭିତରେ ଧାଡ଼ି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା 28 କିମ୍ବା 29 ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବାର ଥିଲା, କିନ୍ତୁ ତାହା ନମ୍ବର 5 ଭାରତୀୟ ଡାକ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ପ୍ରଚଳିତ ବୁକ୍ ପୋଷ୍ଟ ସେବା ବନ୍ଦ ହୋଇଯାଇଛି। ଚଳିତ ମାସ 18 ତାରିଖରେ ଡାକ ବିଭାଗ ଏହି ସେବା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ପରେ କୋଟି କୋଟି ଗ୍ରାହକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ରେଜିଷ୍ଟର୍ଡ ବୁକ୍ ପୋଷ୍ଟ ଆର୍ବିପି ସେବା ଅଧୀନରେ 5 କିଗ୍ରାର ପୁସ୍ତକ ପଠାଇବା ଲାଗି 80 ଟଙ୍କା ଦେୟ ଦେବାକୁ ପଡ଼ିଥାଏ, ଯାହାକି ଅନ୍ୟ କୋରିଅର ସଂସ୍ଥାଠାରୁ ବେଶ୍ ଭଲ। ନମ୍ବର 6 ଫସଲ ବୀମା ନେଇ ବୀମା କମ୍ପାନୀକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ଚେତାବନୀ। ଚାଷୀଙ୍କୁ ହଇରାଣ କଲେ କି ଟାଲଟୁଲ ନୀତି ଦେଖାଇଲେ କଡ଼ା ଆକ୍ସନ ନେବେ ସରକାର। ମନ୍ତ୍ରୀ କହିଲେ ଫସଲ ବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ। ଏ ସମୟରେ ବୀମା କମ୍ପାନୀମାନେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର। 28 ତାରିଖରେ ରାଜସ୍ୱ କୃଷି ସମବାୟ ସହ ଅନ୍ୟ ବିଭାଗ ବୈଠକ ରହିଛି। ନମ୍ବର 7 ବିଜେଡିର 28ତମ ଫାଉଣ୍ଡେସନ ଡେ। 27 ବର୍ଷର ସେବା ଦେଇଥିବା ବିଜେଡି ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହା ସହ ଶଙ୍ଖ ଭବନରେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସେ କହିଛନ୍ତି ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସାକୁ ଅତୁଟ ରଖି ବିଜୁ ଜନତା ଦଳ ଦୃଢ଼ତା ସହ ଆଗକୁ ବଢ଼ୁଛି। ନମ୍ବର 8 ଗତ 3 ବର୍ଷରେ 2 ଗୁଣା ବଢ଼ିଛି କଲରାପତରିଆ ବାଘ ସଂଖ୍ୟା। ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଇଛନ୍ତି ଶିକାରୀ। କେତେବେଳେ କରେଣ୍ଟ ତ କେତେବେଳେ ତାର ଜାଲରେ ଫସୁଛନ୍ତି। ଢେଙ୍କାନାଳ ବନଖଣ୍ଡରେ ଶିକାରୀଙ୍କ ଉତ୍ପାତ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ 3 ବର୍ଷରେ 2 ଗୁଣା ବଢ଼ିଛି କଲରାପତରିଆ ସଂଖ୍ୟା। 2021 ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା 6 ଥିବା ବେଳେ ଏବେ ତାହା ବୃଦ୍ଧି ପାଇ 12ରେ ପହଞ୍ଚିଛି। ନମ୍ବର 9 ଆସନ୍ତା ମାର୍ଚ୍ଚ 8 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ବାବଦ 5,000 ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଏହା ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ 1 କୋଟି ମହିଳା ଏହି ଅର୍ଥ ରାଶି ପାଇବେ। ସୁଭଦ୍ରା କିସ୍ତି ରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ହିତାଧିକାରୀଙ୍କୁ ଦିଆଯାଉଥିବା ବେଳେ ଏହା ମହିଳା ସଶକ୍ତିକରଣ ପାଇଁ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନମ୍ବର 10 ଜମ୍ମୁ କାଶ୍ମୀରରେ ଅଞ୍ଜିଖଡ଼ ବ୍ରିଜରେ ଗଡ଼ିଲା ପ୍ରଥମ ଇଲେକ୍ଟ୍ରିକ୍ ରେଲ୍ ଇଞ୍ଜିନ୍। 1 ନମ୍ବର ଟନେଲ ଦେଇ ରେଲ୍ ଇଞ୍ଜିନ୍ ଗଡ଼ିଛି। ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରେଲ ମାଧ୍ୟମରେ କାଶ୍ମୀରକୁ ଦେଶ ସହ ଯୋଡ଼ିବାର ସ୍ୱପ୍ନ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି। କଟ୍ରାଠାରୁ ରେଆସି ପର୍ଯ୍ୟନ୍ତ ନିର୍ମିତ ମାର୍ଗରେ ଛାଡ଼ିଥିବା ଶେଷଟି 33 ଟନେଲର କାର୍ଯ୍ୟ ସମାପ୍ତ ହୋଇଛି। ନମ୍ବର 11 1000ରୁ 3000 ପେନ୍ସନ୍ ରାଶି ବଢ଼ିବ। ରାଜ୍ୟ ସରକାର ପେନ୍ସନ୍ ରାଶିକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି। ପେନ୍ସନ୍ ରାଶିକୁ ବଢ଼ାଇବା ଯୋଜନା କରୁଛନ୍ତି ସରକାର।
ଜାମ୍ମୁ କାଶ୍ମୀରର ସରକାର ଦିବ୍ୟାଙ୍ଗଙ୍କ ପାଇଁ ପେନ୍ସନ୍ ପରିମାଣକୁ 1000ରୁ 3000 ଟଙ୍କାକୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ଜାମ୍ମୁ କାଶ୍ମୀର ସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣ ମନ୍ତ୍ରୀ ସକିନା ଇଟୁ ରବିବାର ଏହି ସୂଚନା ଦେଇଥିଲେ। ନମ୍ବର 12 ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର 2025 କ୍ୟାଲେଣ୍ଡର ଲୋକାର୍ପିତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 2025 ଇଂରାଜୀ ନବବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସଦୃଶ କ୍ୟାଲେଣ୍ଡର ପ୍ରକାଶ ପାଇଛି। କ୍ୟାଲେଣ୍ଡର ଗୁଡ଼ିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲାଗି ହୋଇଛି। ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ଉନ୍ମୋଚନ କରିଛନ୍ତି। ଡେସ୍କ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଲା ସ୍ଥାନିତ ହୋଇଛି। ସେହିପରି 7 ପୃଷ୍ଠା ବିଶିଷ୍ଟ ୱାଲ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ସ୍ଥାନିତ ହୋଇଅଛି। ନମ୍ବର 13 କେନ୍ଦ୍ର ଫୋକସରେ ଓଡ଼ିଶା, ଶାହା ଆସିବେ ହେଲେ ସମ୍ବଲପୁର ଯିବେନି। ଚଳିତ ମାସ 28 ତାରିଖରେ ଭୁବନେଶ୍ୱର ଆସିବେ ଅମିତ ଶାହା। ଭାଜପା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଏହି ସୂଚନା ଦେଇଛନ୍ତି। ଏହା ସହ ସେ ଅମିତ ଶାହାଙ୍କ ସମ୍ବଲପୁର ଗସ୍ତ ନେଇବେ ବୋଲି କହିଛନ୍ତି। କଳିଙ୍ଗ ଷ୍ଟାଡିୟମ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଶାହା। ସୂଚନା ଅନୁସାରେ ଏବେ ଓଡ଼ିଶା କେନ୍ଦ୍ର ଭାଜପା ନେତୃତ୍ୱଙ୍କ ଫୋକସରେ ରହିଛି। ନମ୍ବର 14 ଓଡ଼ିଶାର ବିଦାୟ ନେଲେ ରଘୁବର ଦାସ। ବିମାନବନ୍ଦରରେ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ। ଶେଷରେ ଓଡ଼ିଶାର ବିଦାୟ ନେଲେ ରଘୁବର ଦାସ। ସେ ମଙ୍ଗଳବାରରେ ଇସ୍ତଫା ଦେବା ପରେ ଆଜି ରାଜଭବନ ଛାଡ଼ିଛନ୍ତି। ଆଜି ରାଜଭବନରେ ବିଦାୟୀ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସେ ତାରକସିର ଏକ ଉପହାର ପ୍ରଦାନ କରିଥିଲେ। ସେହିପରି ବାଚସ୍ପତି ଏବଂ ମନ୍ତ୍ରିମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ ବିମାନବନ୍ଦରରେ ରଘୁବରଙ୍କ ବିଦାୟ ଦେଇଥିଲେ। ନମ୍ବର 15 ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ। ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଗୁରୁବାର ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ 92 ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନମ୍ବର 16 ଅନଲାଇନ୍ ଟ୍ରେନ୍ ଟିକେଟ୍ ବୁକିଂ ଠପ୍, ଚାଲୁନି ରେଲୱେ ୱେବସାଇଟ୍। ଆଇଆରସିଟିସି ଲକ୍ଷ ଲକ୍ଷ ରେଳଯାତ୍ରୀ ହନ୍ତସନ୍ତ। ଆଇଆରସିଟିସି ୱେବସାଇଟ୍ ଏବେ ଖେଲୁନାହିଁ। ମେଣ୍ଟେନାନ୍ସ ଆକ୍ଟିଭିଟି ପାଇଁ ୱେବସାଇଟ୍ ଚାଲୁନଥିବା ଏବଂ ଇ-ଟିକେଟ୍ ଉପଲବ୍ଧ ନଥିବା ମେସେଜ ଆସୁଛି। ଯଦି କେହି ତାଙ୍କର ପୁରୁଣା ଟିକେଟ୍ କ୍ୟାନସେଲ କରିବାକୁ ଚାହୁଁଛନ୍ତି ତେବେ କଷ୍ଟମର କେୟାର ହେଲ୍ପଲାଇନ ନମ୍ବର ଏବଂ ଇମେଲ ବିଷୟରେ ସୂଚନା ଦିଆଯାଇଛି। ନମ୍ବର 17 ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆର ବର୍ଷକୁ କଲେଜ ନିର୍ବାଚନ। ଆସନ୍ତା ଶିକ୍ଷାବର୍ଷରେ ଆୟୋଜିତ ହେବ କଲେଜ ନିର୍ବାଚନ। ଆଜି ଏବିପି କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏପରି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆସନ୍ତା ଶିକ୍ଷାବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ। ତେବେ ଗତ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିଥିଲେ। 2018ର ବାତ୍ୟା, କୋଭିଡ, କ୍ୟାମ୍ପସ ଉତ୍ତେଜନା ବିଭିନ୍ନ କାରଣ ଦର୍ଶାଇ କଲେଜରେ ଛାତ୍ର ନିର୍ବାଚନ ବନ୍ଦ ରଖିଥିଲେ ପୂର୍ବ ସରକାର। ଯେଉଁ କାରଣରୁ ସେବେଠୁ ବନ୍ଦ ପଡ଼ିଛି ନେତୃତ୍ୱ ବିକାଶର ଏନ୍ଟିଡି ଶାଳ। ନମ୍ବର 18 ମନ୍ତ୍ରୀଙ୍କୁ 30 ଜିଲ୍ଲାର ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ତୃଣମୂଳ ସ୍ତରରେ ସରକାରୀ ବ୍ୟବସ୍ଥାକୁ ପରଖିବା ପାଇଁ ମୋହନ ମାଝୀ ସରକାର ନିଜର ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2 ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ 2ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ଏହି କ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ କଟକ ଓ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ମିଳିଥିବା ବେଳେ ପ୍ରଭାତୀ ପରିଡ଼ାଙ୍କ ହାତରେ ରହିଛି ବାଲେଶ୍ୱର ଓ ଭଦ୍ରକ। ନମ୍ବର 18 ରାଜ୍ୟରେ ଆଜିଠୁ କମିବ ବର୍ଷା, 27ରେ ପୁଣି ବର୍ଷାର ସମ୍ଭାବନା। ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ଜାରି। କେଉଁଠି ହାଲୁକା ତ କେଉଁଠି ମଧ୍ୟମ ଧରଣର ବର୍ଷା। ଆଜି ସକାଳ 8:30 ପର୍ଯ୍ୟନ୍ତ 14 ଜିଲ୍ଲାକୁ ଜାରି ରହିଛି ୟେଲୋ ୱାର୍ଣ୍ଣିଂ। କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଗାମୀ 3 ଘଣ୍ଟା ପାଇଁ ବର୍ଷା ନେଇ ଟ୍ୟୁନ୍ ସିଟିକୁ ଜାରି ହୋଇଛି ୟେଲୋ ଆଲର୍ଟ। ଆଜିଠୁ ବର୍ଷା କମିବା ସହ ରାଜ୍ୟରେ ଶୀତ ବଢ଼ିବ। ଓଡ଼ିଶାରେ ପୁଣି 27 ବେଳକୁ ବର୍ଷାର ସମ୍ଭାବନା ରହିଛି। ନମ୍ବର 19 ଓଡ଼ିଶାକୁ ମିଳିଲା 455 କୋଟିର ଅନୁଦାନ। କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିଶନ ଓଡ଼ିଶା ପାଇଁ 455 କୋଟି ଅର୍ଥ ମଞ୍ଜୁର କରିଛନ୍ତି। ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ମଞ୍ଜୁର ଅର୍ଥ 30 ଜିଲ୍ଲାର 314 ବ୍ଲକର 6794 ପଞ୍ଚାୟତରେ ଖର୍ଚ୍ଚ ହେବ। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ 2024-25 ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତି ଅର୍ଥାତ୍ 370.20 କୋଟି ଟଙ୍କା ଏବଂ 2024-25 ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି 84,05,086 କୋଟି ଟଙ୍କା ପ୍ରଦାନ କରାଯାଇଛି।